ଆଜିର ମୁରଳୀର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଲା ଆତ୍ମାର ବ୍ୟାଟେରୀ ଚାର୍ଜିଂ। ଶୁଣିବାକୁ ବଡ଼ ସରଳ ଲାଗୁଛି, କିନ୍ତୁ ଏହାର ପ୍ରକୃତ ମାନେ କ'ଣ? ହଁ, ଏଇଟା ବାସ୍ତବରେ ଗୋଟେ ବହୁତ ଶକ୍ତିଶାଳୀ କଥା। ଦେଖନ୍ତୁ, ପରମପିତା ପରମାତ୍ମା ଶିବ, ଆମେ ଯାହାଙ୍କୁ ସ୍ନେହରେ ବାବା କହୁ, ସେ ବୁଝାନ୍ତି କି ଆମେ ସବୁ ଆତ୍ମାମାନେ ଗୋଟେ ଗୋଟେ ଶକ୍ତି ସ୍ୱରୂପ। ଠିକ୍ ଯେମିତି ଗୋଟେ ରିଚାର୍ଜ ହୁଆ ବ୍ୟାଟେରୀ, ତାକୁ ବାରମ୍ବାର ବ୍ୟବହାର କଲେ ତାର ଚାର୍ଜ କମିଯାଏ ନା। ହଁ, ସେମିତି ତ ହୁଏ। ସେମିତି ହିଁ ଆମ ଆତ୍ମାମାନେ। ଏ 5000 ବର୍ଷର ଯୋଉ ସୃଷ୍ଟିଚକ୍ର ଅଛି, ସେଥିରେ ଜନ୍ମମୃତ୍ୟୁର ଖେଳରେ ଆସି ଆସି ଆମେ ନିଜର ଯୋଉ ମୂଳ ସତ୍ତ୍ୱପ୍ରଧାନ ଶକ୍ତି ଥିଲା, ପବିତ୍ରତା, ଗୁଣ, ସେସବୁ ହରେଇ ବସିଛୁ। ଆଚ୍ଛା। ତ ବର୍ତ୍ତମାନ ଏଇ କଳିଯୁଗ ଶେଷ ବେଳକୁ ଆମେମାନେ ପ୍ରାୟ ପୁରା ଡିସ୍ଚାର୍ଜ ହେଇଗଲୁଣି। ଏ କଥାଟା ବେଶ୍ ଅନୁଭବ ହେଉଛି। ଏବେ ଦୁନିଆରେ ସତରେ ସମସ୍ତେ କେତେ କ୍ଳାନ୍ତ, ଶକ୍ତିହୀନ ଲାଗୁଛନ୍ତି। ତେବେ ଏ ଚାର୍ଜିଂ ହବ କେମିତି? ବାବା କହନ୍ତି, ଏ ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ପାୱାର ହାଉସ୍ ଗୋଟିଏ ହିଁ ଅଛି। ସେ ହେଲେ ସ୍ୱୟଂ ପରମପିତା ପରମାତ୍ମା। କେବଳ ଗୋଟିଏ? ହଁ, କେବଳ ସେହି ଗୋଟିଏ ସ୍ରୋତ। ଆଉ ଚାର୍ଜିଂର ଯୋଉ ପ୍ରୋସେସ୍ ବା ପ୍ରକ୍ରିୟା, ସେଇଟା ହେଲା ଯୋଗ ବା ସ୍ମରଣ। ମାନେ ନିଜକୁ ଆତ୍ମା ଭାବେ ବାବାଙ୍କୁ ମନେ ପକାଇବା। ଯେତେ ଅଧିକ ଆମେ ଏକାଗ୍ର ହୋଇକି ଆଉ ସ୍ନେହରେ ତାଙ୍କୁ ମନେ ପକାଇବା, ଆମ ବୁଦ୍ଧିର ଯୋଗ ତାଙ୍କ ସାଙ୍ଗରେ ସେତେ ଭଲ ଭାବରେ ଯୋଡ଼ି ହେବ, ଆଉ ଆମ ଆତ୍ମାରୂପକ ବ୍ୟାଟେରୀ ସେତେ ଶୀଘ୍ର ଚାର୍ଜ ହେବ। ଆଚ୍ଛା। ଏହାର ମୂଳ କଥା ହେଲା, ବୁଝିଲେ, ଆମକୁ ଆଧ୍ୟାତ୍ମିକ ଶକ୍ତି ପାଇ ବାହାରେ କୋଉଠି ଖୋଜିବାର ନାହିଁ। ସେଇ ଯୋଉ ଏକମାତ୍ର ପରମ ସ୍ରୋତ ଅଛନ୍ତି, ତାଙ୍କ ସାଙ୍ଗରେ ସିଧା କନେକ୍ସନ ହିଁ ଆମକୁ ପୁଣି ଶକ୍ତିଶାଳୀ କରିବ। ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ଯେ ସେଇ ଗୋଟିଏ ହିଁ ସ୍ରୋତ। କିନ୍ତୁ ଦେଖନ୍ତୁ, ଆମର ଯୋଉ ଏତେ ବ୍ୟସ୍ତ ଜୀବନ, ସେଥିରେ ଏ ସଂଯୋଗଟାକୁ ସବୁବେଳେ ବଜାୟ ରଖିବା ଟିକେ କଷ୍ଟ ଲାଗେ ନା? ମନ ତ ବାରମ୍ବାର ଏଣେତେଣେ ପାଉଛି। ହଁ, ଏକଦମ ସାଧାରଣ ଅନୁଭବ ଏଟା। ସେଇଥିପାଇଁ ତ ଆସୁଛି ଆତ୍ମ ଅଭିମାନର କଥା। ଆତ୍ମ ଅଭିମାନ? ହଁ, ମୁରଳୀରେ ବାବା ବୁଝାନ୍ତି ଯେ ଗତ 63 ଜନ୍ମ ଧରି, ମାନେ ଦ୍ୱାପର ଯୁଗରୁ, ଆମେ କ'ଣ କରୁଛୁ ନା ନିଜକୁ ଏଇ ଶରୀର ବୋଲି ଭାବି ଆସିଛୁ। ଏଇଟା ସତ୍ୟ। ଏଇଟାକୁ କହନ୍ତି ଦେହ ଅଭିମାନ। ଆଉ ଏଇ ଦେହ ଅଭିମାନଟା ହିଁ ଆମେ ଯେତେବେଳେ ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କରୁ, ସେଥିରେ ସବୁଠୁ ବଡ଼ ବାଧା। ଆଚ୍ଛା। ଯେତେବେଳେ ଆମେ ବୁଝିଯିବା ଯେ ମୁଁ ମାନେ ଏ ଶରୀର ନୁହେଁ, ମୁଁ ଗୋଟେ ଅଲଗା, ଅବିନାଶୀ, ଗୋଟେ ଛୋଟ ଜ୍ୟୋତିବିନ୍ଦୁ ଆତ୍ମା, ଯିଏ ଏ ଶରୀର ଭିତରେ ରହିକି ଏହାକୁ ଚଳଉଛି, ସେତେବେଳେ ଯାଇ ପରମାତ୍ମାଙ୍କୁ ମନେ ପକାଇବା ସହଜ ହେଇଯାଏ। କାରଣ ଆତ୍ମା ହିଁ ତ ଶୁଣେ, ଆତ୍ମା ବୁଝେ, ଆତ୍ମା ଅନୁଭବ କରେ। ଆମେ କହୁ ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।